সেই স্থানটি বলায় বলে এক বৃন্দাবন বাবা আজ্ঞা বললে বৃন্দাবন তো কাছে କିଏ ଯାଇଥାଉ ନ ଯାଇଥାଉ ବୃନ୍ଦାବନ ନାଁଟା ମୁଁ ନିଶ୍ଚୟ ଶୁଣିଛି ନିଶ୍ଚିତ ଭାବରେ ଶୁଣିଥିବା ଉତ୍ତରପ୍ରଦେଶରେ ଅଛି ବୈଷ୍ଣବ ଭାଇ କହିନାହାନ୍ତି କୋଉ କଥା ଜୀବନରେ ଥିବି ଯେବେ ଯିବି ଯିବି ବୃନ୍ଦାବନ ଦର୍ଶନ କରିବି ଶ୍ରୀମଦ ଶିବାରେ ଯଦି ବଞ୍ଚିଥାଏ ବୃନ୍ଦାବନ ଟିକେ ଯିବି ଆଜ୍ଞା ବୃନ୍ଦାବନ ଯିବ ଯେତିକି ଖର୍ଚ୍ଚ ହଁ ଆଜ୍ଞା ବୃନ୍ଦାବନ ନାଇଁ ନାଇଁ କମ ପଇସା ଲାଗେ ବୃନ୍ଦାବନ ଯିବା କିଏ ମାଗଣା ଦେବା ଜାଣିଦେବେ ଆଉ ମାଗଣା କାହିଁକି ନେବ କାହା ଫୋନ କରୁନି ଆମେ ଯାଇପାରୁନି ସେଇଆକୁ ବେଶ କରି କହିଲେ ଯେଉଁ ସ୍ଥାନ ହେଉଥାଏ ନାମ ସଂକୀର୍ତ୍ତନ ସେଇଟା ସିନା ବୃନ୍ଦାବନ ଇଏ ହଉଛି ଗୋରେ ବୃନ୍ଦାବନ ବୋଲେ ବୃନ୍ଦାବନ କହିଲେ ଭଗବାନଙ୍କ ନିତ୍ୟ ରାସସ୍ଥଳୀ ଜାଗାରେ ଭଗବାନ ଉଭାରିଥାନ୍ତି ଆବିର୍ଭାବ ହୋଇଥାନ୍ତି ଆଜି ପ୍ରଭୁ ଚୈତନ୍ୟ ଦେବ ଏ କୋମଳା ମନ୍ଦିର ନିଶ୍ଚିତ ଭାବରେ ଆବିର୍ଭାବ ହୋଇଛନ୍ତି।